ଗାଁ ଗହଳିରେ ଯେଉଁମାନେ ରହୁଛନ୍ତି, କେନ୍ଦୁପତ୍ର ତୋଳି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି, ତ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି, ଯାହାକି ଆମ ରାଜ୍ୟ ସରକାର ସେମାନଙ୍କ ପାଇଁ ବହୁତ ବଡ଼ ଷ୍ଟେପ୍ ଗୋଟେ ନେଇଛନ୍ତି। ଦେଖିବାକୁ ଗଲେ ଆପଣମାନଙ୍କୁ ଆର୍ଥିକ କ୍ଷେତ୍ରରେ ରାଜ୍ୟ ସରକାର ସହାୟକ ହେଉଛନ୍ତି। କେଉଁଥିପାଇଁ ଆପଣମାନଙ୍କୁ ସରକାର ଆର୍ଥିକ ସହାୟତା ଦେଉଛନ୍ତି? ଆପଣ କ'ଣ କଲେ ଆପଣମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତାଟି ମିଳିପାରିବ? ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖିବେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଗାଁ ଗହଳିରେ ଯେଉଁମାନେ ରହୁଛନ୍ତି, ସେମାନେ କେନ୍ଦୁପତ୍ର ତୋଳି ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାର କ'ଣ ପଦକ୍ଷେପ ଆଣିଛନ୍ତି, ଆଉ ସେମାନଙ୍କ ପାଇଁ କ'ଣ ରହିଛି ବଡ଼ ଖୁସି ଖବର। ତ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇବା ପାଇଁ ଜମା ବି ଭୁଲିବେନି। ଯେଉଁମାନେ ଗାଁ ଗହଳିରେ ରହୁଛନ୍ତି, ସେମାନେ ବିଭିନ୍ନ ପ୍ରକାର କାମ କରି ଚଳୁଛନ୍ତି, କିନ୍ତୁ ସରକାରଙ୍କ ତରଫରୁ ଯେଉଁ ସୁବିଧା ଆଉ ସୁଯୋଗ ଆସୁଛି, ଯେଉଁମାନେ ବୁଝିଲେ, ଯେଉଁମାନେ ଜାଣିଲେ, ସେମାନେ ଲାଭ ଉଠାଇ ପାଇଲେ ସରକାରଙ୍କ ପାଖରୁ। ଯେଉଁମାନେ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଭିଡ଼ିଓକୁ ଦେଖୁନାହାନ୍ତି, ସରକାରଙ୍କ ତରଫରୁ କେତେବେଳେ କେଉଁ ଲାଭ ଗୁଡ଼ିକ ମିଳୁଛି ଆପଣ ଜମା ବି ଜାଣିପାରିବେନି। ଆପଣମାନେ ଫେସବୁକ୍, ଇନଷ୍ଟାଗ୍ରାମରେ ରିଲ୍ସ ଦେଖିକି ଆପଣ ସମୟ ନଷ୍ଟ କରୁଛନ୍ତି, ସେଥିରେ 1% ବି ଲାଭ ଆପଣ ପାଇବେନି। ଯଦି ଆପଣ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରିକି ରଖିଥିବେ, ସରକାରଙ୍କ ତରଫରୁ ଯାହା ବି ସବୁ ଯୋଜନା ଆସୁଛି, ଆପଣମାନଙ୍କ ପାଇଁ କ'ଣ ସବୁ ସୁବିଧା ସୁଯୋଗ ଆଗାମୀ ଦିନରେ ମିଳିବାକୁ ଯାଉଛି, ଲାଭ କେମିତି ଆପଣ ପାଇବେ, ନୂଆ ନୂଆ ଯୋଜନାରେ ଆପଣମାନେ ପଞ୍ଜୀକୃତ କେମିତି କରିବେ, ସବୁ କିଛି ଏହି ଚ୍ୟାନେଲ ମାଧ୍ୟମରୁ ଜାଣିବାକୁ ପାଇବେ। ରାଜ୍ୟ ସରକାର ଗାଁ ଗହଳିରେ ରହୁଥିବା ଲୋକମାନଙ୍କୁ ଆର୍ଥିକ ସହାୟତା କେମିତି ପ୍ରଦାନ କରୁଛନ୍ତି? ଯେଉଁମାନେ କେନ୍ଦୁପତ୍ର ତୋଳୁଛନ୍ତି ଆଉ ସେଇ କେନ୍ଦୁପତ୍ର ତୋଳି 2 ପଇସା ରୋଜଗାର କରିବା ପାଇଁ ଚାହୁଁଛନ୍ତି, ସରକାର ସେମାନଙ୍କ ପାଇଁ ବହୁତ ବଡ଼ ଘୋଷଣା କରିଛନ୍ତି। ତ ଦେଖନ୍ତୁ, ପେପରରେ ମଧ୍ୟ ମେନସନ୍ ରହିଛି, ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ କ'ଣ ରହିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ 41.17 କୋଟି ଟଙ୍କା ପ୍ରଦାନ କରିବେ। ତ ଦେଖନ୍ତୁ, 41.17 କୋଟି କେନ୍ଦୁପତ୍ର ଯେଉଁମାନେ ତୋଳୁଛନ୍ତି ସେମାନଙ୍କୁ ପ୍ରଦାନ କରିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର। ଯେଉଁମାନେ କେନ୍ଦୁପତ୍ର ତୋଳୁଛନ୍ତି ସେମାନଙ୍କ ପାଖରେ ଗୋଟେ କାର୍ଡ଼ ଅଛି। ସେଇ କାର୍ଡ଼ ମାଧ୍ୟମରେ ସରକାର ଆପଣମାନଙ୍କୁ ଟଙ୍କା ଦେବା ପାଇଁ ଯାଉଛନ୍ତି। କେମିତି ଦେବେ? ଦେଖିବାକୁ ଗଲେ ଆପଣମାନଙ୍କର ଟୋପି ପାଖରୁ ଆରମ୍ଭ କରି ଚାଦର, ତା ସହିତ ଗ୍ଲୋଭ୍ସ ମଧ୍ୟ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ତା ସହିତ ଯଦି ଆପଣମାନଙ୍କର ଝିଅ ରହିଛି, ଯଦି ଝିଅକୁ ଆପଣ ବିବାହ ଦେଉଛନ୍ତି, ବିବାହ ପାଇଁ ବି ଟଙ୍କା ସରକାର ଦେବେ। ତା ସହିତ ଯଦି କୌଣସି କାରଣବଶତଃ ଆପଣମାନଙ୍କର ମୃତ୍ୟୁ ହୋଇଯାଉଛି, ତା ପାଇଁ ବି ସରକାର ଆପଣମାନଙ୍କୁ ଟଙ୍କା ଦେବେ। ତାହେଲେ ଯେଉଁମାନେ କେନ୍ଦୁପତ୍ର ତୋଳୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ବଡ଼ ଖୁସି ଖବରଟେ ଆଣିଛନ୍ତି। ଆଉ ଯେଉଁମାନେ କେନ୍ଦୁପତ୍ର ତୋଳୁନାହାନ୍ତି, ସେମାନେ ବି ଏ ଭିଡ଼ିଓଟିକୁ ଦେଖିନିଅନ୍ତୁ, ଜାଣନ୍ତୁ, ଶିଖନ୍ତୁ, ତେବେ ସିନା ଆପଣ ସରକାରଙ୍କ ପାଖରୁ ଲାଭ ଉଠାଇ ପାରିବେ। ଦେଖନ୍ତୁ କ'ଣ ରହିଛି ଖବରରେ ସୂଚନା। କେନ୍ଦୁପତ୍ର ତୋଳାଳି, ବାଇଣ୍ଡର ଏବଂ ଋତୁକାଳୀନ କର୍ମଚାରୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ 2024 ଫସଲ ବର୍ଷ ଏବଂ 2025-2026 ଆର୍ଥିକ ବର୍ଷ ପାଇଁ ମୋଟ 41.17 କୋଟି ଟଙ୍କା ବିତରଣ କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବହୁତ ସହାୟତା ଭାବେ ଆଜି ସୁଦ୍ଧା 8,59,727 ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ଚପଲ ପାଇଁ 160 ଟଙ୍କା, କେରି ବହନକାରୀ କପଡ଼ା ପାଇଁ 200 ଟଙ୍କା, ହେଡ୍ କ୍ୟାପ୍ ପାଇଁ 100 ଟଙ୍କା ହିସାବରେ ମୋଟ 39,45,74,420 ଟଙ୍କା ଜମା କରାଯାଇଛି। ସେହିପରି 18,768 ଜଣ ବାଇଣ୍ଡରଙ୍କୁ କମ୍ବଳ,
ଓ ମଶାରୀ ପାଇଁ ୟୁନିଟ୍ ପିଛା 700 ଟଙ୍କା ହିସାବରେ 1,31,37,600 ଟଙ୍କା 16,237 ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ୍ ପିଛା 100 ଟଙ୍କା ହାରରେ 16,23,700 ଟଙ୍କା ପ୍ରଦାନ କରାଯାଇଛି। ଦେଖନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଆପଣମାନଙ୍କର ଯେଉଁ ମେଟ୍ ରହିଛନ୍ତି ଯେଉଁ କେନ୍ଦୁପତ୍ର ତୋଳାଳୀମାନେ ସେମାନେ ଗୋଟେ ଗୋଟେ KYC ନିହାତି କରିବା ଦରକାର। ଦେଖନ୍ତୁ ସରକାରଙ୍କ ତରଫରୁ ଏଇ ଯେଉଁ ଟଙ୍କା ଗୁଡ଼ିକ ପ୍ରଦାନ କରାଯାଉଛି ଯେଉଁମାନେ ଗଲା ବର୍ଷ କେନ୍ଦୁପତ୍ର ତୋଳିଥିଲେ ତ ସେମାନଙ୍କ ପାଇଁ ଏଇ ଟଙ୍କା ଗୁଡ଼ିକ ରାଜ୍ୟ ସରକାରଙ୍କ ତରଫରୁ ମିଳିବା ପାଇଁ ଯାଉଛି। ବାକି ଯେଉଁମାନେ ହିସ୍ସା ନେଇନାହାନ୍ତି ତ ସେମାନଙ୍କୁ ଟଙ୍କା ମିଳିବାର ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ରାଜ୍ୟ ସରକାରଙ୍କ ତରଫରୁ 8,69,727 ଜଣ କେନ୍ଦୁପତ୍ର ତୋଳାଳୀଙ୍କୁ ଏହି ଟଙ୍କା ଗୁଡ଼ିକ ମିଳିବା ପାଇଁ ଯାଉଛି। ଯେମିତିକି ଆପଣମାନଙ୍କର ଚପଲ ପାଇଁ ସରକାର ଆପଣମାନଙ୍କୁ କେତେ ଟଙ୍କା ଦେଉଛନ୍ତି ନା 160 ଟଙ୍କା ଦେଉଛନ୍ତି। ଆପଣମାନେ ଭଲ କମ୍ପାନୀର ଚପଲ କିଣିପାରିବେ। ତା ସହିତ ଆପଣମାନଙ୍କୁ କେରି ବହନକାରୀ କପଡ଼ା ପାଇଁ ମଧ୍ୟ ସରକାର 200 ଟଙ୍କାଟେ ଦେଉଛନ୍ତି। ତା ସହିତ ହେଡ୍ କ୍ୟାପ୍ ଆପଣ ଖରାରୁ ବର୍ଷାରୁ ରକ୍ଷା ପାଇବା ପାଇଁ 100 ଟଙ୍କା ମଧ୍ୟ ଆପଣଙ୍କୁ ହେଡ୍ କ୍ୟାପ୍ ବାବଦକୁ ଦେଉଛନ୍ତି। ଏମିତି ମୋଟ ଆପଣମାନଙ୍କୁ 39,45,74,420 ଟଙ୍କା ଜମା କରିଛନ୍ତି ରାଜ୍ୟ ସରକାର ଆପଣମାନଙ୍କର ଏହିସବୁ ସାମଗ୍ରୀ କିଣିବା ପାଇଁ। ସେହିପରି ଆପଣମାନଙ୍କର ଯେଉଁ ରହିଛି 18,768 ଜଣ ଯେଉଁ ବାଇଣ୍ଡରକୁ ସେମାନଙ୍କୁ କମ୍ବଳ ମଧ୍ୟ ଦିଆଯାଉଛି। ତା ସହିତ ମଶାରୀ ପାଇଁ ଆପଣମାନଙ୍କୁ ଦିଆଯାଉଛି। ଏସବୁ ମଶାରୀ ଆଉ ଆପଣମାନଙ୍କର କମ୍ବଳ ବାଇଣ୍ଡରକୁ ଟୋଟାଲ କେତେ ଟଙ୍କା ଦିଆଯାଉଛି 700 ଟଙ୍କା ହିସାବରେ ସେମାନଙ୍କୁ 1,31,37,600 ଟଙ୍କା ସେମାନଙ୍କୁ ମିଳିବା ପାଇଁ ଯାଉଛି। ତା ସହିତ ସରକାର ଆହୁରି ମଧ୍ୟ ଦେଉଛନ୍ତି ଯେଉଁମାନେ 16,237 ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ୍ ପିଛା 100 ଟଙ୍କା ହିସାବରେ ମୋଟ 16,23,700 ଟଙ୍କା ମଧ୍ୟ ସେମାନଙ୍କୁ ଦେଉଛନ୍ତି। ସରକାରଙ୍କ ଏହି ପ୍ରୟାସ କେନ୍ଦୁପତ୍ର ତୋଳାଳୀଙ୍କ ଜୀବିକାକୁ ସମୃଦ୍ଧ କରିବ ବୋଲି କୁହାଯାଇଛି। କେନ୍ଦୁପତ୍ର ତୋଳାଳୀଙ୍କ ମୁହଁରେ ହସ ଫୁଟିବ, ଯାହାକି ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ତାହା ପୁଣି ଲକ୍ଷ ନୁହେଁ କି 2 ଲକ୍ଷ ନୁହେଁ, ପୁରା 41,17,00,000 ଟଙ୍କା ବିତରଣ କରିଛନ୍ତି। ସରକାର ଏହି ଟଙ୍କା ଗୁଡ଼ିକ ଆପଣମାନଙ୍କୁ ଦେଉଛନ୍ତି କାହା ମାଧ୍ୟମରେ? ଡିବିଟି ମାଧ୍ୟମରେ ଆପଣମାନଙ୍କୁ ଟଙ୍କା ପଠାଉଛନ୍ତି ସରକାର। ସେଥିପାଇଁ ଆପଣଙ୍କ ବ୍ୟାଙ୍କ ଖାତାରେ ଏହି ଡିବିଟିକୁ ସକ୍ରିୟ କରିବା ନିହାତି ଦରକାର। ତା ସହିତ ମୁଁ ଆପଣମାନଙ୍କ ପାଇଁ ସ୍ୱତନ୍ତ୍ର ଭିଡ଼ିଓ ମଧ୍ୟ ନେଇ ଆସିବି। ଯେଉଁମାନେ କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରୁଛନ୍ତି ତ ସେମାନଙ୍କ ପାଇଁ ସରକାର କ'ଣ କ'ଣ ସବୁ ଲାଭ ଦେଉଛନ୍ତି। ଯେମିତିକି ଆପଣମାନଙ୍କର ଝିଅ ବିବାହ କଲେ ତା ସହିତ କେନ୍ଦୁପତ୍ର ତୁଳୁ ତୁଳୁ ଯଦି ଆପଣମାନଙ୍କର ହଠାତ୍ ମୃତ୍ୟୁ ହେଇଯାଉଛି, ତା ସହିତ ଆପଣଙ୍କ ପିଲାପିଲି ପାଠ କେମିତି ପଢ଼ିବେ, ସରକାର କେମିତି ଟଙ୍କା ଦେଉଛନ୍ତି, କେମିତି କ'ଣ ଆବେଦନ କରିବେ, କେମିତି ପାଇବେ ବି ଏ ଟଙ୍କା ଗୁଡ଼ିକ, ମୁଁ ସ୍ୱତନ୍ତ୍ର ଭିଡ଼ିଓ ନେଇ ଆସିବି ଆପଣମାନଙ୍କ ପାଇଁ। ଆପଣ କମେଣ୍ଟସ୍ କରି କୁହନ୍ତୁ ଯେ ଆପଣ କେଉଁ ଜିଲ୍ଲାରୁ ଭିଡ଼ିଓଟିକୁ ଦେଖୁଛନ୍ତି, ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ଆପଣ ନିଶ୍ଚୟ ଜଣାଇବେ।